ସେଇଟା କି ଫୁଲ ଦେଖିଲେ କେତେ ସୁନ୍ଦରିଆ ଫୁଲ ହେଇଛି କହିଲେ ଏହା କି ଫୁଲ କାଶ୍ମୀର ଫୁଲ ତ କହ ମୌସମ ପୁରା ନଙ୍ଘା ଦେଇଛି ହେଲା ପୁରା ପଲଟି କରିଦିଅ ନହେଲେ ପଡ଼ିଯିବନି ତ हे गाइस जय जगन्नाथ वेलकम टू माय सानू ब्लॉग सो गाइस वर्तमान कार भीतर अच्छी कहीं आपण मानू फास्ट रु जन दूसरी मुझे ये आमर जड़े आम ग्यारेज भाई जड़े फुल तोलुं बोले फुल बोले आटलिस्ट मुझे जानी नी मत कहले काश्मीरी फुल है यहाँ कि काश्मीरी फुल नुह से मल्ली भी अच्छी बोली मुझे जानी कि देखी फल फल छोट छोट फल हो गछटे भाई चढ़ी आम ना फल देखली बोली काले कोली फोली कौन देखला आसी कोली नुह सी हूँ फुल आमर से फुल सदा आम तो फुल पूजा कर ना पूजा कर जिते जगह मुझे जगह मुझे देखनी मुझे आज फास्ट टाइम देखी पूरा से देखिए सदा आसी फुल तोड़िक भाई कौन कर चल सीटा टे चालू करदे माने बहुत जोर गरम लगुच गाइज देखु आमर प्रशांत भाई को ऊपर चढ़ी गछ पूरा भाई कौन है कि गाड़ी रू भितर बसी पूरा पूरा तोलुं आ मत गोटे कोलीटे देला कोलीटे ना फुल तोड़ जाओ देखिया कौन धरिक आउसन देखिया एरा जो फल है कि फल काश्मीरी फल काश्मीरी फल बा एरा की काश्मीरी फल आ खाती आनी आनी खाया आणुन दी तीन पेंधा फुल तोड़ जा पूजा करी कि फल कि हाय गाइस देखते आमर भाई आमर गछर ऊपर चढ़ी केते बड़ गछ चढ़ी देखुच पूरा सरू गछटे चढ़ी बर्तमान गछ उपर चढ़ाई काश्मीरी फुल तोड़ाई मु प्रथम थर शुणुची काश्मीरी फुल अच्छी कि कौन भाई ये बिल्डिंग टा अच्छी पूरा ये मु काश्मीरी फुल के तोलुंट देखा तलू को आसतु आपण देखदेवी हाथ पाऊनी हाँ चेष्टा कर हाथ किंतु पाऊनी हाँ सक्सेसफुल होगा आशा अच्छी आशा पाई गले ना कि अच्छा हाँ सब्सक्राइब निश्चिंत करिए गाइस लाइक शेयर सब्सक्राइब निश्चिंत करिए आम भाईंकर ठाकुर प्रति बेसी भक्ति अच्छी आमर से बहुत गछ चढ़ी पूरा तोलुंट ये सब फुल गुरा मुझे गछटार सका आसिकी हाँ भाई आमर ओह्लौंट केमिति लगिला पचारे टिके भाई तमें ऊपर को चढ़ुच कि भय लगुनि रेडी आईटा कि फुल देखिले केते सुंदरिया फुल होइछि कहले या कि फुल काश्मीरी फुल तो कह तमे कहना मु जान अरे तू कह तू कि फुल गाइस महादेवंकर काश्मीरी फुल चंपा चंपा फुल ये सतना कम ये भगवान ही तोलिकी ऊपर आणु जाऊ हाँ निश्चिंत लाइक करेंगे गाइस आ कमेंट रे निश्चिंत जन गाइस देखिले तो फुल एबे मु गाड़ी आसती पार्किंग करिया बर्तमान गाड़ी साइड करदे साइड करके जीवा गैरेज को पहुँच कौन देखा स्टार्ट मारिया गाड़ी
ରହିଲା 1 ନମ୍ବର ଗାଡ଼ି ଗଡ଼ିବ। ଆପଣମାନଙ୍କୁ ନେକ୍ସଟ ବ୍ଲଗରେ ମୁଁ ଦେଖେଇବି ଏଇ ଜାଗା ବିଷୟରେ। ବହୁତ ଗାଡ଼ି ଗଣ୍ଡିଏ ପଡ଼ିଛି, ମାନେ କେମିତି ପୁରା କବାଡ଼ିଆ ଗାଡ଼ି ଭଳିଆ ପଡ଼ିଛି ହେଲା ଆମର। ମୁଁ ଆପଣମାନଙ୍କୁ ଦେଖେଇବି ଆସିକି କ'ଣ ହେଇଛି କ'ଣ ନାହିଁ। ଫାଷ୍ଟ ଲାଷ୍ଟ ପର୍ଯ୍ୟନ୍ତ ଭିଡ଼ିଓକୁ ଦେଖନ୍ତୁ। ଆଜି ତ ଦେଖେଇବିନି, ଆଜି ବହୁତ ଟାଇମ୍ କମ୍ ଅଛି, କିନ୍ତୁ ନେକ୍ସଟ ବ୍ଲଗରେ ନିଶ୍ଚିନ୍ତ ମୁଁ ଆପଣମାନଙ୍କୁ ଦେଖେଇବି ହେଲା। ଏଇଟା ମୋର କଥା ରହିଲା। ଦେଖନ୍ତୁ ମୁଁ ପଛପଟ ଦୃଶ୍ୟଟା ଖାଲି ମୁଁ ଆପଣମାନଙ୍କୁ ଦେଖେଇ ଦେଉଛି ଗାଡ଼ି ରଖିକି। ଦେଖନ୍ତୁ ଏଇଠି ଗୋଟେ ଗାଡ଼ି ଅଛି, ଇଆଡ଼େ ଗାଡ଼ି କେତେ ଖଣ୍ଡ ପଡ଼ିଛି। ଏଇ ଭିତର ଆଡ଼େ ଦେଖନ୍ତୁ, ମୁଁ ଜୁମ୍ କରିଦେଉଛି ପୁରା ଭଲ ଭାବରେ ଦେଖିଦିଅନ୍ତୁ। ଏଇ ଦେଖନ୍ତୁ ଏଇ ଗାଡ଼ି ପୁରା ଭାଙ୍ଗି ରହୁଛି। ଏ ଭିତରେ ଦେଖନ୍ତୁ କି ଭଳିଆ ଗାଡ଼ି, ସାପ ସୁପା ପ୍ରବଳ ହେଲା। ଆପଣମାନଙ୍କୁ ଦେଖେଇଦେବି କେବେ ବି ହେଲା। ଆଜି ତ ପୁରା ମୌସମଟା ପୁରା ବଢ଼ିଆ ଦେଇଛି, ଦେଖନ୍ତୁ ମୌସମ ପୁରା ନଙ୍ଗା ଦେଇଛି ହେଲା। ଆଉ ବର୍ତ୍ତମାନ ଆମର ଯିବା, ସେଇପଟେ ବି ଗାଡ଼ି ଅଛି। ଆଉ ଆମେ ଯିବା, ଲେଟ୍ ହେଇଗଲାଣି। ପୂଜା ତ ସାରି ଦେଇଛି, ଡୁଇଟିକି ବାହାରି ଯାଇଛି। ବର୍ତ୍ତମାନ ଗାଡ଼ି ଚଲେଇକି ଯାଉଛି। ଏଇ ଗାଡ଼ିଗୁରା ଦେଖ କେମିତି ପଡ଼ିଛି, ସବୁ କାମ ଦାମ କିଛି ନାହିଁ, ସବୁ ପଡ଼ିଛି। ଏଗୁଡ଼ା ଆମର ବାଲି ଫାଲି କାମ ଚାଲିଛି, ବାଲି ନଉଛନ୍ତି। ଏଇଠି ଆମର ଗୋଟେ ଜାଗା ଅଛି, ଟାଟୁ ସେଣ୍ଟର ଏଇଠି ଗୋଟେ ଅଛି। ଏଇଠି ଆମର ଇଏ ହେଉଛି ମଙ୍ଗଲ ଭାଇ ଆମର। ଆମର ଏଇଟା ଟାଟୁ ସେଣ୍ଟର, ଯିଏ ଟାଟୁ କରିବାକୁ ଚାହିଁବ ଭାଇ ଏଇଠିକି ଆସିବ। ଏଇଠି ଦେଖନ୍ତୁ ତାଙ୍କ ନମ୍ବର ଏଇଠି ଲେଖା ହେଇଛି, ମୁଁ ଜୁମ୍ କରିଦେଉଛି ଦେଖିଦିଅନ୍ତୁ ହେଲା। ଏ ନମ୍ବରଟାରେ ଆସିବେ ନିଶ୍ଚିନ୍ତ। ଚାଲ ଆମେ ଆଉ ଟିକେ ଆଗକୁ ଦେଇଦେବା ଗାଡ଼ି। ବାସ୍ ଗାଡ଼ି ଏଇଠି ରଖିଦେବା। ଏଇଟା ଆମ ବାବୁଙ୍କ ଗାଡ଼ି। ମନ ଦୁଃଖରେ ଅଛନ୍ତି, ପଚାରିବା ଟିକେ କ'ଣ ଗୋଟେ ଟେନସନରେ ପୁରା ଅଛନ୍ତି। ଭାଇ କ'ଣ ହେଇଛି? କ'ଣ ଭିତରେ ପଶିକି ଡୋର ବନ୍ଦ କରିଦେଲେ, ଆଉ ବର୍ତ୍ତମାନ କିଛି କହୁନାହାନ୍ତି। ଭାଇ କ'ଣ ହେଇଛି ଭାଇ? ଦିଅ ଗାଡ଼ି ପଛକୁ ଦିଅ, ଗାଡ଼ି ପଛକୁ ଦଉନ। ବନେଟ୍ ଟିକିବ, ଆଚ୍ଛା ବନେଟ୍ଟା କଥା। ଭାଇ ଆମର ଗାଡ଼ି କାମ କରିବେ ବୋଲି ଖୋଲିଛନ୍ତି, ଦେଖୁଛନ୍ତି। ଆଉ ବନ୍ଦ କରି ଷ୍ଟାର୍ଟ। ହଁ ଷ୍ଟାର୍ଟ ବନ୍ଦ କରିଦେଲି। ଚାବିଟା ବାହାର କରିଦେବା, ନହେଲେ ଲକ୍ ହେଇଯିବ ଗାଡ଼ି। ଆମର ମଙ୍ଗଲ ଭାଇ ସେଇପଟେ ଅଛନ୍ତି। କ'ଣ ନିଅ ବାତ ରିଙ୍ଗଟା ଆଣିଲି ହେରି। ଗାଇସ୍ ବିଶ୍ୱାସ କରନ୍ତୁ, ଏଇ ବର୍ଷା ସିଜିନରେ ନା ମାନେ ଏତେ ଜୋର ଖରା ହେଉଛି ହେଲେ ବି ବିଶ୍ୱାସ କରନ୍ତୁ, ମାନେ ମୁହଁ ଝାଳ ହେଇକି ପୁରା ଚାରିଆଡ଼େ ପୁରା ଗୁଳୁଗୁଳି ଜୋରଜାର ଲାଗୁଛି, ପୁରା ଜୋରିଆ ଗୁଳୁଗୁଳି ଲାଗୁଛି। ଆଉ ଶୋଷ ଲାଗୁଛି ଏକ ଗୋଟେ, ପାଣି ନ ପିଇଲେ ଭାଇ ତଣ୍ଟି ଶୁଖି ଯାଉଛି। କାମକୁ ଯେଉଁ କାମକୁ ସିଆଡ଼େ ପୁଣି ତଣ୍ଟି ଶୁଖୁଛି, ପୁଣି ମୁଣ୍ଡ ବିନ୍ଧା। ପେଟ ପୁରା ଥଣ୍ଡା, କୋଲ୍ଡ। ଗାଇସ୍ ମୋର ବର୍ତ୍ତମାନ ଅଧା କାମ ବି ବାକି ଥିଲା ଆହୁରି। ଏ ସିଟ୍ ଫିଟ୍ ସବୁ ଲଗା ହେବ। ଏ ଜିନିଷ ଗୁଡ଼ା ତ ନେକ୍ସଟ ବ୍ଲଗରେ ମୁଁ ଦେଖେଇ ଦେଇଛି, ଏରା କ'ଣ କରିଥିଲି କ'ଣ ନାହିଁ। ଆଉ ଆହୁରି ଗାଡ଼ିର କାମ ବାକି ଅଛି। ଗାଡ଼ିର ସିଟ୍ ଫିଟ୍ ସବୁ ଲାଗିବ, ପଛ କଭର୍ ଲାଗିବ, ଆହୁରି କିଛି ବିଭିନ୍ନ ପ୍ରକାର କାମ ଆହୁରି ଅଛି। ବର୍ତ୍ତମାନ ମିରର କଲର୍ ଚାଲିଛି। ମିରର ଇଏ ଦୁଇଟା ମିରର ଲଗା ହେଇନି ନା। ୟାକୁ ଏଇ ଡୋର୍ ପ୍ୟାଡ଼୍ଟା ବି ମୁଁ ଖୋଲିକି ରଖିଦେଇଛି। ଏ ଡୋର୍ ପ୍ୟାଡ଼୍ ଲଗେଇନି, ମିରର ଲାଗି ସାରିଲେ ଡୋର୍ ପ୍ୟାଡ଼୍ ଲାଗିବ। ଦେଖନ୍ତୁ ଆଉ ଗୋଟେ ଜିନିଷ, ଏଇ ଗାଡ଼ିର ପୁରା ଡୋର୍ ପୁରା ଦେଖୁଥାନ୍ତି କେମିତି ପୁରା କଣା ହେଇଯାଇଛି। ଏଇ ଗାଡ଼ି କାମ କରିବି, ପୁରା ଏଇ ଡୋର୍ଟାକୁ ଖୋଲିବି, ଖୋଲିକି ପୁରା ଡେଣ୍ଟ ହେବ। ଦେଖୁଛନ୍ତି ତ ପୁରା ମାନେ କଣା ହେଇଯାଇଛି ଡୋର୍। ଏଇଟାକୁ ପୁରା ସିଧା କରିକି କଲର୍ କରିକି ପୁରା ଯେମିତି ନୂଆ ହେବା କଥା ସେମିତି ନୂଆ କରିବି ତାକୁ। ସୋ ଗାଇସ୍ ଡୋର୍ ବର୍ତ୍ତମାନ ଖୋଲାଖୋଲି ସରିଗଲା। ତାକୁ ଡୋର୍ଟା ଡେଣ୍ଟିଂ କରିକି ପୁରା ସେଇଠି ଲଗା ହେବ, ଲଗେଇକି ଇଆଡ଼େ କଲର୍ ତାପରେ ହେବ।
ଗାଇସ୍ ଦେଖନ୍ତୁ ମୋ ମୁହଁ ଦେହ ଚାରିଆଡ଼େ କେମିତି ଦେଖାଯାଉଛି ପୁରା ମାନେ କାମ କରିକି ପୁରା ହେଲା ପୁରା ଖରା ତ ଜୋରରେ ହେଉଛି ହେଲା। ଏଇଟା ହେଉଛି ଗାଡ଼ି ତଳେ ମୁଁ ବସିଛି ମାନେ ଏଇ ଜିନିଷଟାକୁ ମୁଁ ଖୋଲୁଛି। ଏଇଟା ହେଉଛି ସାଇଲେନ୍ସର। ଏଇ ସାଇଲେନ୍ସରଟା ପୁରା ଏଇ ମୁଣ୍ଡରୁ ଖୋଲା ହେବ ପୁରା ଲାଷ୍ଟ ପର୍ଯ୍ୟନ୍ତ। ଏଇଟା କ'ଣ ହେଇଛି ନା ମୋତେ ବହୁତ ଅଣାହାତିଆ କଷାଇଲାଣି। ତାର ଏଇ ଜାଗାରେ ହେଉଛି ନଟ୍ ବୋଲ୍ଟ, ଏଇ ଭିତରେ ସନ୍ଧି ଭିତରେ ନଟ୍ ବୋଲ୍ଟ ଅଛି। ତାକୁ ଖୋଲି ଦେଖ ମାନେ ଏତେ ଗୁଡ଼ାଏ ରେଞ୍ଚି ଆଣିଥିଲି। ଇଆଡ଼େ ଅଛି ଜିନିଷରା ଅଛି ଆଣିଥିଲି ରେଞ୍ଚି ଏରା ଖୋଲିବି ବୋଲି କେବଳ ହେଲା। ଟୋଟାଲି ଖୋଲିଲାନି। ଆଉ ଜଣଙ୍କୁ ଡାକିକି ଖୋଲିଦେଲି। ଆଉ ଏଇଟା ପୁରା ଆଉ ଏଇ ଜିନିଷଟା ପୁରା ଖୋଲିକି ପଦାକୁ ବାହାର କରିବି। ଆଉ ଗୋଟେ ତ ଡୋର ଦେଖାଉଥିଲି, ସେଇ ଡୋର ମୁଁ ଲାଷ୍ଟରେ କହିବି କ'ଣ ହେଇଛି କ'ଣ ନାହିଁ ଡୋର ବିଷୟରେ ହେଲା। ଆଉ ଏଇଟାକୁ ଖୋଲିବି। এই ଜିନିଷଟା ବାହାର କରିଦେଲେ ଦୁଇଟା ନଟ ଖୋଲି ଦେଇଛି। ଏଇ ଜିନିଷଟା ବାହାର କରିଦେଲେ ଇଏ ବାକି ଖୋଲିଯିବ। এই ଦେଖନ୍ତୁ ଏଇଠି ତାର ନଟ। ଆଉ ଗୋଟେ ଜିନିଷ କାଢ଼ା ହେବ ଗାଡ଼ି। ଆଉ ଗୋଟେ ତାର ଗୋଟେ ବାହାରିଲା ଲକ୍ଟା। ଆଖିରେ ଧୂଳି ଗୁଣ୍ଡ ପଶି ଯାଉଛି। ଗାଇସ୍ ଏଇଠି ଦେଖନ୍ତୁ ଏଇ ସାଇଲେନ୍ସରଟା ପୁରା କ'ଣ ହେଇଥିଲା କଣ୍ଡିସନ ପୁରା ଖାଇକି ପୁରା ନଷ୍ଟ ହେଇଯାଇଥିଲା। ଏଇଟା କିଛି ନାହିଁ ମାନେ ଫାଳ ହେଇଯାଇଛି ପୁରା ହେଲା। ଏଇ ମୁଣ୍ଡଟା ବି କିଛି ନାହିଁ। ଏଇଟା ଦେଖନ୍ତୁ ଏଇଟା ପୁରା ନୂଆ ପଡ଼ିବ ଆଉ ନୂଆ ଚେଞ୍ଜ ହେବ। ସୋ ଗାଇସ୍ ଏବେ ଟାଇମ୍ ହେଇଗଲାଣି ଆମର 2ଟା ବାଜିଲାଣି। ଆମର ଏବେ ଲଞ୍ଚ ଟାଇମ୍ ମାନେ ଖାଇବା ଟାଇମ୍ ହେଇଗଲାଣି। ବର୍ତ୍ତମାନ ଏବେ ରୁମ୍ରେ ଅଛି। ଧୁଆଧୁଇ ହେଇକି ପଳେଇ ଆସିଲେଣି ଖାଇବି ବୋଲି। ଆଉ କିଛି ଆଜି ତ ବୁଧବାର କିଛି କରିବାକୁ ପଡ଼ିବ ନା। ଅଣ୍ଡା ଆମଲେଟ୍ କ'ଣ ହେବ ବୋଲି କହୁଥିଲେ। ଆମର କ'ଣ ହେଉଛି ଦେଖିବା। ଭାଇ କ'ଣ ହେଉଛି? ପିଆଜ କଟା ହେଉଛି ଅଣ୍ଡା ଆମଲେଟ୍। ଦେଖି ଏଇଠି ମୁଁ ଆଣିଛି ଏଠି ଆମର ଅଣ୍ଡା ଭୁଜିଆ ଆଉ ଡାଲମା ଭାତ। ଆଉ ଇଆଡ଼େ କଟା ହେଉଛି ପିଆଜ ଲଙ୍କା। ଗ୍ୟାସ୍ରେ ବସିବ ଆଉ ଆଉ ଅଣ୍ଡା କାଇଁ? ଅଣ୍ଡା ଅଛି ଟିଟିଆ ଅଣ୍ଡା ସବୁ ଅଛି। ଆଉ ଟିଟିଆ ପୁଙ୍ଗି ସବୁ ଅଛି ତ? ଟିକିଆ ସରି ଟିକିଆ। ଆଚ୍ଛା ଟିକିଆ ବୋଲେ କ'ଣ? ଟିକିଆ ପୁଙ୍ଗି ପୁଙ୍ଗି ଖାଇଛ? ରେଡ଼ି। ଆଉ ଗ୍ୟାସ୍ ଲଗେଇବା ଦେଉନ। ଏଇଟା ଆମ ରୁମ୍ କେମିତି ଦେଖନ୍ତୁ ଏଇଟା ରୁମ୍। ଏଇଠି 2ଟା ଖଟ ପଡ଼ିଛି। ଆମେ ଏଇଠି ଶୋଉଛୁ। ପପୁ ଭାଇ କରିଥିଲେ ପୁରା ରଗଡ଼ କରି ଘଷା ହେଉଛି ଅଣ୍ଡାକୁ। ଆମଲେଟ୍ଟା ଦେଖ କିଭଳିଆ ହେବ। ୟା ଭିତରୁ ଯଦି କୁକୁଡ଼ା ଚିଆଁ ବାହାରିବ କି କହିଲ ବାଜି ଅଲଗା ଲାଇଟର। ମୋର ସବୁ ଜିନିଷ ଭାଇ ସଫା ଥାଏ। ଜଳିଲା ଆମର ବତି ଲାଗିବ। ତେଲ ପଇଲା ଦେଖି ତେଲ ଅଳ୍ପ ପକା ହବ। ଯିଏ ଭାଇ ଅଣ୍ଡା ଆମଲେଟ୍ କରିବାକୁ ଚାହୁଁଛନ୍ତି ଏମିତି କରନ୍ତୁ ପୁରା କମ୍ ଟାଇମ୍ରେ। ଶୁଖିଲା ଲଙ୍କା ଟିକେ ପକା ହବ। ଗ୍ୟାସ୍ ପୁରା ଗରମ ହେଇଗଲାଣି ମାନେ ଇଏ ଥାଳି। ଲୁଣ ତ ପଡ଼ିଛି। କେତେ ପିଆଜ ଦିଅ ତାକୁ ଇଏ ବନ ଟିକେ ଇଏ କରିବ ନା ଘାଣ୍ଟିବ। ଆମେ ତ କହୁଥିଲି ଏଥିରେ ଖେଳେଇ ଦେଇଥାନ୍ତ। ନିଅ ଏଇଟାକୁ ଧର। ରେଡ଼ି ପୁରା ଅଣ୍ଡାଟାକୁ ପୁରା ଭାଜ ହେଲା। ଆମଲେଟ୍ଟା କଲେ ଖାଇବା। ଭୋକ ଲାଗିଲାଣି ନା 2:30 ଟାଇମ୍ ହେଇଗଲାଣି। ତାପରେ ଟିକେ ଖାଇକି ରେଷ୍ଟ ନେଇକି ତାପରେ ଯିବା ଆଉ।
ନା କ'ଣ ଦେଖୁଛ କି ଭଳିଆ କରାହେଉଛି ପୁରା ହୋଟେଲ ଖାଇବା ଭଳିଆ ନିଜେ ରୋଷେଇ କରିବ ବାହାରେ ଖାଇକି ମାନେ ଯେଉଁ ବାହାରେ ଯେଉଁମାନେ ରହୁଛନ୍ତି ନିଜେ ରୋଷେଇ କରି ଖାଇବ ପୁରା ମସ୍ତ। ହୋଟେଲରୁ ଯିଏ ଖାଉଛି ଭାଇ ବାସି ଚିକେନ ଦେଇଦେବେ ନହେଲେ ତେଲ ଖରାପ ତେଲ ପୋଡ଼ା ତେଲ ସବୁ କିଛି ଖରାପ ତେଲ ହିଁ ପକାଉଛନ୍ତି। ହୋଟେଲରୁ କେବେ କିଛି ଖାଇବନି ନିଜେ ରୋଷେଇ କରିବ ନିଜେ ମା ହାତର ରନ୍ଧା ଖାଇବ ମାନେ ଯିଏ ଘର ମାନଙ୍କରେ ରହୁଛନ୍ତି ସେମାନେ ମା ହାତ ରନ୍ଧା ଖାଇବ ମାନେ ଦେହ ହିଁ ସୁସ୍ଥ ରହିବ ହେଲା। ମୁଁ ତ କେବେ ବାହାରକୁ କେବେ ଖାଏନି ପେଟ ଖରାପ ହବ ବୋଲି ହେଲା। ଆଉ ଆମର ଆମ୍ଲେଟ୍ ଟୋଟାଲ ହେବା ଉପରେ ଆଉ କମ୍ ସମୟ ପରେ ହେଇଯିବ। ହଉ ଚାଲ ପୁରା ପଲ୍ଟି କରିଦିଅ ନହେଲେ ପଡ଼ିଯିବନି ତ ସେଇଦିନ ପଇଲା ଭଳିଆ। ରେଡ଼ି ପୁରା ଦେଉଛ ପୁରା ପାଟିରୁ ନାଳ ବହୁଛି ତାଙ୍କର କେମିତି ଲାଗୁଛି ଜିନିଷଟା। ଆମର ବର୍ତ୍ତମାନ ଅଣ୍ଡାଟା ହେଇଗଲା ପୁରା ଗ୍ୟାସଟା ବନ୍ଦ କରିଦେବା। ଜିନିଷଟାକୁ ଆମେ ଧରିକି ପଳେଇବା କେଉଁଠି ରଖିବା ଆମର ଏଇଠି ଡାଇରେକ୍ଟ ଖାଇବା ହେଲା। ବର୍ତ୍ତମାନ ଆମର ଖାଇବା ଏଥରକ ଭୋଜନ କରିବା ଅଣ୍ଡା ପୁରା ବଢ଼ିଆ ଲାଗୁଛି ମସ୍ତ ଲାଗୁଛି। କେମିତି ଲାଗୁଛି ଭାଇ? କେମିତି ଲାଗୁଛି? ଭଲ। ଅଣ୍ଡା ଇଏ ବି ଅଣ୍ଡା ଭାତ ଡାଲମା ଆମର ସବୁ କଡ଼େଇ ଇଏ ତାୱା ସବୁ ଗୋଟେ ଅଲଗା ମଜା ନା କ'ଣ ଭାଇ? ଓକେ ଖାଇଚାଲ। ତ ଗାଇସ୍ ଭିଡ଼ିଓଟା ଏବେ କେମିତି ଲାଗିଲା ଗାଇସ୍? ଆମର ତ ଏବେ ଖାଇବା ପିଇବା ସବୁ ସରିଗଲା। ସୋ ଯଦି ଭିଡ଼ିଓଟା ଭଲ ଲାଗିଲା ପ୍ଲିଜ୍ ଲାଇକ୍ ଆଣ୍ଡ ସେୟାର ସବସ୍କ୍ରାଇବ୍ କରିବାକୁ କେବେ ଭୁଲିବେନି ଗାଇସ୍। ସୋ ଗାଇସ୍ ବର୍ତ୍ତମାନ ମୁଁ ଭିଡ଼ିଓକୁ ଲଙ୍ଗ୍ କରିବାକୁ ଚାହୁଁନି ସେତିକିରେ ଭିଡ଼ିଓ ନେକ୍ସଟ ବ୍ଲଗ୍ରେ ଆମେ ଦେଖା ହେବା। ସେଥିପାଇଁ ଜୟ ଜଗନ୍ନାଥ। ଆପଣମାନେ ସେମିତି ଖୁସି ଥାଆନ୍ତୁ ଭଲ ଥାଆନ୍ତୁ ଆଉ ଏନ୍ଜୟ ବି କରନ୍ତୁ। ବାଏ ବାଏ ଜୟ ଜଗନ୍ନାଥ।